ମାନେ ଦେଖ ଆମ ଏପଟେ ମାଙ୍କଡ଼ ପ୍ରବଳ। ମାଙ୍କଡ଼ ଏଠି ବସିଛି ଖାଇବାକୁ ଲାଗିଛି, ଖାଇବାକୁ ଦିଆହଉଛି। ତୁ ପଟେ ନବ କଣ ଝରକା ଖୋଲୁନ ମୁଣ୍ଡ। ହଁ ଦେଖ ହାତ ଚିଆ ବଢୁଛି, ପଳେଇଲା। ଆମେ ଏଠି ହାତ ବଢଉଥିଲି ବୋଲି ଆସିଲାନି, ଏବେ ଦେଖିବ ବାହାରେ ରଖିଦେଲେ ଆସିବ ବୋଧେ। ବିସ୍କେଟ ଆଉ ଆପେଲ ଥୁଆ ହେଇଛି, କେତେଥର ତାକୁ ଡାକିଲାଣୁ ଆସିକି ନଉନି। କିନ୍ତୁ ଅଲଗା ଟାଇମରେ ଯଦି ଟିକେ ଘର ଖୋଲା ଥିବ କି ଉଣ୍ଡ ଟିକେ ଖୋଲା ଥିବ, ମାନେ ପଶିକି ଜବରଦସ୍ତି ମାନେ ଘରେ ନଷ୍ଟ କରି ଖାଇବା ତ ଯାହା ଖାଇବେ ଖାଇବେ, ନଷ୍ଟ ଫଷ୍ଟ କରି ସେ ଫୋପଡ଼ା ଫିଙ୍ଗା କରିକି ପଳେଇଯିବେ। ଆଜି ତାକୁ ଯାଚୁଛୁ ନଉନି। ଦେଖ ଫାଇନାଲି ଆସିଲା, ଏଇ ଖାଉଛି ଖାଉଛି ଖାଉଛି, ଦେଖିଲେ ସାଙ୍ଗମାନେ ଖାଇଲା, ଖାଉଛି ବଡ଼ା ଖାଉ। ହେଲେ ମାନେ ଘର ଭିତରେ ପଶିକି ମାନେ ଯେବେ ଝରକା ଫରକା ଖୋଲା ରଖିଲା ମାନେ ପଶିକି ସବୁ ନଷ୍ଟ ଫଷ୍ଟ କରିଦେଉଛନ୍ତି। ମାନେ ତାଙ୍କ ପାଇଁ ଝରକା ଖୋଲିବାକୁ ବି ଡର ଲାଗୁଛି। ଆଉ ବି ଡର ଲାଗୁଛି, ପିଲା ଛୋଟ ପିଲା ଝିଅଟା ଅଛି ନା, କାଳେ ବାଡ଼ା ବାଡ଼ି କରିଦେବେ, ରାମ୍ପଡ଼ା ରାମ୍ପଡ଼ି କରିଦେବେ, ସେଥିପାଇଁ ବି ଡର ଲାଗୁଛି। ଇଏ ଆସିକି ଆମର ଗୋଟେ କଦଳୀ ଯାଚୁଛନ୍ତି, ଦେଖି ପଳେଇଯିବ ବା ପଳେଇଯିବ। ପଛ ନ ଖାଇଦେଉ, ସେ ଖାଇସାରୁ ତାପରେ ଆରାମସେ ଦେଖାଯାଉଛି। ଖା ଖା ଖା। ହେଲେ ଆମ ଘର ଭିତରେ ପଶିବୁନି, ନଷ୍ଟ କରିବୁନି। ମୋ ଝିଅ ଡରିବ, ମୁଁ ବି ତ ଡରୁଛି, ନଷ୍ଟ କରିବୁନି ହେଲା।